हाय फ्रेंड्स जय जगन्नाथ। काली लंच रे तो किसी पोड़ा खाया को मिललानी ସେଥିପାଇଁ ମୁଁ ଭାବିଲି ଆଜି ନିଜେ ଟମାଟୋ ପୋଡ଼ିବି। ଆଉ ଟମାଟୋ ପୋଡ଼ା ତ ବହୁତ ହି ଟେଷ୍ଟି ଲାଗେ। ତ ଫାଷ୍ଟ ତାକୁ ମୁଁ ଏମିତି ଛୁରୀରେ କଣା କରିଦେଲି କାହିଁକି ନା ବଞ୍ଚିଥିବା ସମୟରେ କାହାକୁ ପୋଡ଼ିବା କଥା ନୁହଁ। ଆଉ ଗ୍ୟାସ୍ ଉପରେ ରଖୁ ରଖୁ ମୋ ହାତରେ ଚେଙ୍କ ଲାଗିଗଲା। ତାପରେ ତାକୁ ଗ୍ୟାସ୍ ଉପରେ ରଖିକି ମୁଁ ବ୍ରେକଫାଷ୍ଟରେ ଗୋଟେ କଦଳୀ ଖାଇଦେଲି। ଆଉ ଖାଇସାରିଲା ପରେ ଆମ ଟମାଟୋ ପୁରା ସିଝିକି ରେଡି ହେଇଯାଇଥିଲା। ତାପରେ ସେଥିରେ ପିଆଜ ରସୁଣ ଆଉ କଞ୍ଚା ଲଙ୍କା ପକେଇକି ପୁରା ଭଲ ଭାବରେ ମିକ୍ସ କରିଦେଲି। ଆଉ ଲାଷ୍ଟକୁ ପକେଇଥିଲି ମିକ୍ସଚର। ମିକ୍ସଚର ନ ପଡ଼ିଲେ ତ ଟମାଟୋ ପୋଡ଼ାର ମଜା ହିଁ ଆସିବନି। ମିକ୍ସଚର ଜାଗାରେ ଆପଣ ବିସ୍କୁଟ ବି ପକେଇ ପାରିବେ ହେଲେ ଟେଷ୍ଟ ଏତେ ଭଲ ଆସିବନି ଆଉ। ତାପରେ ମୁଁ ନିଜେ ଟେଷ୍ଟ କରିକି ବାହାରେ ଦେଖିଲା ବେଳକୁ ବର୍ଷା ପୁରା ବହୁତ ଜୋରସେ ଆସିଲାଣି। ଇଏ ପୁରା ଠିକ ଯିବା ଟାଇମରେ ହିଁ ଜୋରସେ ହବ। ସୋ ଆଉ ଡେରି ନ କରିକି ମୁଁ ଫଟାଫଟ ସେ କଲେଜ ବାହାରିଗଲି। କଲେଜରେ ଆଜି ବହୁତ ହି କାମ ଥିଲା। ଆଉ କମ୍ପ୍ୟୁଟରକୁ ଅନେଇକି ମୋ ହେଡାକ୍ ଷ୍ଟାର୍ଟ ହେଇଗଲା। ଆଉ ଆଜି ମୁଁ ବ୍ରେକଫାଷ୍ଟ ବି କରିକି ଆସିନଥିଲି ସେଥିପାଇଁ ଟିକେ ଜଲ୍ଦି ଲଞ୍ଚ କରିଦେଲି। ଆଉ ଆଜି ଟିଫିନରେ ଥିଲା ଧଳା ଭାତ ସହିତ ମୋ ଫେଭରେଟ ପୋଟଳ ଆଳୁ ତରକାରୀ। ଆଉ ଏ ଟମାଟୋ ଚକଟା ତ ମୁଁ ବନେଇଥିଲି। ଆଉ ଏ ସୋୟାବିନର ତରକାରୀଟା ମୋ ପାଇଁ ଆଉ ଜଣେ ନେଇକି ଆସିଥିଲେ। ଆଉ କିଏ ନେଇକି ଆସିଥିଲେ ସେଟା ମୁଁ ପରେ ଭିଡିଓରେ କହିବି। ତାପରେ ମୁଁ ଫଟାଫଟ ସେ ଖାଇବା ଖତମ କରିଦେଲି। ଆଉ ଆଜି ସବୁ ଆଇଟମ ଟେଷ୍ଟି ଲାଗୁଥିଲା। ସାଙ୍ଗମାନେ ଯଦି ଭିଡିଓଟି ଭଲ ଲାଗିଲା ତାହେଲେ ସବସ୍କ୍ରାଇବ କରିଦେବେ। ବାଏ ବାଏ।